ବୁଲିବାକୁ ଆସିଥିଲେ ରାସ୍ତାରେ ଘଟିଲା ଅଘଟଣ। ଅଳ୍ପକେ ବର୍ତ୍ତିଲେ ଯୁବକ। ମୟୂରଭଞ୍ଜ ବାରିପଦା ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା ବୁଲିବାକୁ ଆସିଥିବା ବେଳେ ଭଞ୍ଜପୁର ରେଳ ଷ୍ଟେସନରେ ଜଣେ ଯୁବକଙ୍କୁ ଛୁରାମାଡ଼। ଯୁବକ ଜଣକ ହେଲେ ଝାରପୋଖରିଆ ଥାନା ଅଧୀନ ବାଗନଗରର 20 ବର୍ଷିଆ ପାପୁନ ନାୟକ। ରବିବାର ସନ୍ଧ୍ୟାରେ ଟ୍ରେନ୍ ଯୋଗେ ଭଞ୍ଜପୁର ଜଗଦ୍ଧାତ୍ରୀ ମେଳା ବୁଲିବାକୁ ଆସି ଷ୍ଟେସନରୁ ଓହ୍ଲାଇ ଯାଉଥିବା ବେଳେ ପଛପଟୁ କେହି ଦୁର୍ବୃତ୍ତ ଅତର୍କିତ ଛୁରୀରେ ଆକ୍ରମଣ କରିଥିଲା। ବାରମ୍ବାର ପିଠି ଓ ଅଣ୍ଟାରେ ଛୁରାମାଡ଼ ପାଇଁ ସେ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ତାଙ୍କ ମାମୁଁ ସହଦେବ ନାୟକ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଯୁବକଙ୍କୁ ଭର୍ତ୍ତି କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି। ମୋ ଶଳା ସେ ବଣକାଟି ଗାଁର ଯେଉଁ ପିଲା ତାକୁ ଛୁରୀରେ ଆକ୍ରମଣ କଲା ତା ଭଉଣୀକୁ ଗୋଟେ ବର୍ଷ ପୂର୍ବରୁ ଭଲ ପାଇକି ବାହା ହେଇକି ତାଙ୍କ ଘରେ ରଖିଛନ୍ତି ଏବଂ ତାଙ୍କ ଗୋଟେ ପିଲା ମଧ୍ୟ ହେଇଛି। ଆଉ ଏହାପରେ ସେଇ ପୂର୍ବ ସତ୍ୟତାକୁ ରାଗ ରଖି ଏକା ସହିତ ଟ୍ରେନରେ ଆସୁଥିବା ସମୟରେ ଟ୍ରେନରୁ ଯେତେବେଳେ ଭଞ୍ଜପୁରରେ ଓହ୍ଲେଇଛନ୍ତି ସେହି ସମୟରେ ପଛଆଡ଼ୁ ସେମାନେ ଆକ୍ରମଣ କରିଛନ୍ତି। ତାଙ୍କ ପପୁନ ନାୟକଙ୍କ ଶଳା ହେଉଛି ବାଦଲ ଦାସ। ସେ ଆକ୍ରମଣ କରିଛନ୍ତି ଏବଂ ରକ୍ତାକ୍ତ କରି ହେଲା ପରେ ତାଙ୍କୁ ପିଆରଏମ୍ ହସ୍ପିଟାଲ ଆମେ ଆଡମିସନ କରିଛୁ। ବର୍ତ୍ତମାନ ସାଂଘାତିକ ମାନେ କଣ୍ଡିସନ ଯଦିଓ ଗୁରୁତର, କିନ୍ତୁ ବର୍ତ୍ତମାନ ସୁଦ୍ଧା ଡକ୍ଟରମାନେ କିଛି ତା ବିଷୟରେ ଜଣାଇ ନାହାନ୍ତି। ଜଣାଇଲା ପରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ।